ଆଦର୍ଶ କହିବେ, ତମେ ଭଲ ଭାବରେ ଜାଣିଛ ମୁଁ କୌଣସି କ୍ରାଇମ୍ କରି ନ ପାରେ। ତାପରେ ବି ତମେ କର ତମ ଡ୍ୟୁଟି। ଡୋଣ୍ଟ ଇନସିଡେଣ୍ଟ। ଆଉ ମୁଁ ଭଲ ଭାବେ ଜାଣିଛି ତମେ ହିଁ ମୋତେ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବ। ସକାଳର କୁହୁଡ଼ି କିଛି ସମୟ ପର୍ଯ୍ୟନ୍ତ ସୂର୍ଯ୍ୟର ଆଲୋକକୁ ଢାଙ୍କି ରଖିଥାଏ ଆଇଆଇସି ସାର୍। କିନ୍ତୁ ବେଶୀ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟର ପ୍ରକାଶକୁ ଢାଙ୍କି ରଖିପାରେନି। ଆଉ କହିବେ, ଏମଏଲଏ ଭରଦ୍ୱାଜ, ସତ ବାହାରକୁ ନିଶ୍ଚୟ ଆସିବ। ଆଉ ସେତେବେଳେ ତୁ କେବେ ବି ଖସି ଯାଇ ପାରିବୁନି। କେବେ ବି ନୁହଁ। ତାପରେ ଆଇଆଇସି କହିବେ, ପଲ୍ଲବୀ, ଆରେଷ୍ଟ ହିମ୍ ଫାଷ୍ଟ। ତାପରେ ପଲ୍ଲବୀ ଇମୋସନାଲ ହେଇ କହିବେ, ଶମ୍ଭୁ ନାୟକର ମର୍ଡର ଅପରାଧରେ ଆପଣଙ୍କୁ ଆରେଷ୍ଟ କରାଯାଉଛି। ଆଉ ହାତ କଡ଼ି ପିନ୍ଧେଇବେ। ତାପରେ କନେଷ୍ଟବଳ ନେଇ ଲକଅପରେ ରଖିବେ। ତାପରେ ଏମଏଲଏ ଆସି କହିବେ, କହିଥିଲି ନା ଆଦର୍ଶ ବାବୁ, ମୋ ସାଙ୍ଗରେ ହାତ ମିଳାଅ, ନହେଲେ ବରବାଦ କରିଦେବି। ତୁ ଶୁଣିଲୁନି, ଓଲଟା ନିଆଁ ସହିତ ଖେଳିଲୁ। ଏବେ ଭୋଗ। ସାରା ଜୀବନ ଜେଲ ଭିତରେ ରହିବୁ ଆଦର୍ଶ ମହାପାତ୍ର। ଭୋଗିବୁ। ଆଉ ଶୁଣ, ତୁ ଯେତେବେଳେ ବି ଫେରିବୁ, ତୁ ଜେଲ ଭିତରୁ ବୁଢ଼ା ହେଇକି ଫେରିବୁ। ଆଉ ତାର ସବୁ ବାଟ କରିଦେଇଛି ମୁଁ। ତାପରେ ଆଇଆଇସି ପାଖକୁ ଆସିବେ। ଆଉ କହିବେ, ଗୁଡ୍ ବାଏ ଆଇଆଇସି ସାର୍। ଏ ସହରର ଗୋଟେ ଦୁର୍ଦ୍ଦାନ୍ତ ଖୁନି ଅପରାଧୀକୁ ଆରେଷ୍ଟ କରି ହାଜତ ଭିତରେ ପୂରେଇ ଆପଣ ଗୋଟେ ବହୁତ ବଡ଼ ପୁଣ୍ୟ କାମ କରିଛନ୍ତି। ଏ ସହରର ଜନତା ଏବେ ଟିକେ ଶାନ୍ତିରେ ନିଶ୍ୱାସ ମାରିବେ। ଜୟ ଶ୍ରୀରାମ କହି ଚାଲି ଯାଉଥିବେ। ଆଉ ପଲ୍ଲବୀ କହିବେ, ଏ ସହରର ଦୁର୍ଦ୍ଦାନ୍ତ ଖୁନି ଅପରାଧୀ କିଏ ସେ କଥା ଖୁବ୍ ଶୀଘ୍ର ସମସ୍ତଙ୍କ ସାମ୍ନାକୁ ଆସିବ ଏମଏଲଏ ଭରଦ୍ୱାଜ। ଇତିହାସ ପୁଣି ଥରେ କଢ଼ ଲେଉଟେଇବ। ମିଛ କେସରେ ଫସେଇ ପ୍ରଥମ ଥର ଆଦର୍ଶକୁ ଆରେଷ୍ଟ କରାଇବା ପରେ କ'ଣ ହେଇଥିଲା ସେ କଥା ତ ଆପଣଙ୍କର ମନେଥିବ ନିଶ୍ଚୟ। ଆଦର୍ଶ ନିର୍ଦ୍ଦୋଷରେ ଖସି ଯାଇଥିଲେ। କିନ୍ତୁ ହାତ କଡ଼ି ପଡ଼ିଥିଲା କାହା ହାତରେ? ତାପରେ ଏମଏଲଏ ତାଙ୍କୁ ପଲ୍ଲବୀ ଆରେଷ୍ଟ କରିଥିବାର ମନେ ପକେଇବେ। ତାପରେ ପଲ୍ଲବୀ କହିବେ, ମନେ ପଡ଼ିଲା ଆପଣଙ୍କର? ଏଥର ବି ଆଦର୍ଶ ସେମିତି ନିର୍ଦ୍ଦୋଷ ଭାବେ ଖଲାସ ହେବେ। ଗଲାଥର ତ ଆପଣ ଖୁବ୍ କାଇଦାରେ ଖସି ଯାଇଥିଲେ। କିନ୍ତୁ ଏଥର ଯେତେବେଳେ ଆଇନର ହାତ ବେକ ପାଖରେ ଯାଇ ଲାଗିବ, ସେତେବେଳେ ଆପଣ ଚାହିଁଲେ ବି ନିଜକୁ ବଞ୍ଚେଇ ପାରିବେନି ଏମଏଲଏ ଭରଦ୍ୱାଜ। ଏମିତିରେ ବି ଶମ୍ଭୁ ଅଙ୍କଲଙ୍କ ଉପରକୁ ଗୁଲି ଚଲେଇଲା ବେଳେ ଆପଣଙ୍କ ଲୋକ ଦେବେନ୍ଦ୍ରଙ୍କୁ ମୁଁ ଦେଖିଛି। ତେଣୁ କୋଉଠି ନା କୋଉଠି ଶମ୍ଭୁ ନାୟକର ଜୀବନ ପଛରେ ଆପଣ ନିଜେ ପଡ଼ି ଯାଇନଥିଲେ ତ ଏମଏଲଏ ସାର୍? ଶମ୍ଭୁ ନାୟକର ମର୍ଡର ପଛରେ କ'ଣ ରହସ୍ୟ ଥାଇପାରେ? ଏ କେସ୍ ଯେତେବେଳେ ଖୋଲିବ, ଏମିତି ଅନେକ ପ୍ରଶ୍ନ ଆପଣଙ୍କ ସାମ୍ନାରେ ଠିଆ ହେବ, ଯାହାର ଉତ୍ତର ଆପଣଙ୍କୁ ଦେବାକୁ ପଡ଼ିବ। ତେଣୁ ଏବେଠୁ ନିଜକୁ ସାବଧାନ କରି ରଖନ୍ତୁ ଭରଦ୍ୱାଜ। ଖୁବ୍ ଶୀଘ୍ର ନିଜର ପାପର ଘୋଡ଼ା ପୂରା ହେଇ ଫାଶୀରେ ଫାନ୍ଦ ଲାଗିବ ଆପଣଙ୍କ ବେକରେ। ତାପରେ ଏମଏଲଏ ଆଉ ହେମୁ ଆଶ୍ଚର୍ଯ୍ୟ ହେଇଯିବେ। ତାପରେ ପଲ୍ଲବୀ ସେଠାରୁ ଚାଲିଯିବେ। ତ ଦର୍ଶକ ବନ୍ଧୁ, ପଲ୍ଲବୀ କ'ଣ ଆଦର୍ଶକୁ ନିର୍ଦ୍ଦୋଷ ପ୍ରମାଣିତ କରିପାରିବେ କି? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।